ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ଖୁବ୍ ଶୀଘ୍ର ମିଳିବା ପାଇଁ ଯାଉଛି ଚତୁର୍ଥ ପର୍ଯ୍ୟାୟର ଟଙ୍କା। ଚତୁର୍ଥ ପର୍ଯ୍ୟାୟ ଆଗରୁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ବାହାରେ ରହୁଥିଲେ ବି ମିଳିବ ସୁଭଦ୍ରା ଟଙ୍କା। ଚତୁର୍ଥ ପର୍ଯ୍ୟାୟର ଟଙ୍କା ଆଗରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ତାଲିକାରେ ଯୋଡ଼ି ହେଲା ଆଉ ଏକ ନିୟମ। ଏହି ମହିଳାମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ। ସୁଭଦ୍ରା ଯୋଜନାର ଲାଭ ମଧ୍ୟ ପାଇପାରିବେ। ଓଡ଼ିଶାରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ଲାଗୁ କରିଥିଲେ, ଯାହା ଅଧୀନରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୂର୍ବରୁ କେବଳ ଓଡ଼ିଶାରେ ରହୁଥିବା ମହିଳାଙ୍କୁ ଏହି ଯୋଜନାର ଲାଭ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଆଉ ଏକ ନିୟମ ଆସିଛି। ଏଣିକି ଓଡ଼ିଶା ବାହାରେ ରହୁଥିବା ମହିଳାମାନଙ୍କୁ ବି ମିଳିବ ସୁଭଦ୍ରା ଯୋଜନାର ଟଙ୍କା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଅନେକ ମାଇଗ୍ରାଣ୍ଟ ମହିଳା ରାଜ୍ୟ ବାହାରେ ମଧ୍ୟ ଅଛନ୍ତି, ସେମାନେ ଆବେଦନ କଲେ ବି ସେମାନଙ୍କୁ ମିଳିବ ଟଙ୍କା। ଏପରିକି ଉପମୁଖ୍ୟମନ୍ତ୍ରୀ ତାଙ୍କୁ ଆବେଦନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟର ଟଙ୍କା ଆସିବା ପୂର୍ବରୁ ଜିଲ୍ଲା ରିଭ୍ୟୁରେ ବଡ଼ ତଥ୍ୟ ଆସିଛି। ଯେଉଁ ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଚାହୁଁଛନ୍ତି କିମ୍ବା ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ଆବେଦନ କଲେ ବି ସେମାନଙ୍କୁ ମିଳିବ ଟଙ୍କା। ଶେଷ ହିତାଧିକାରୀଙ୍କ ପାଖରେ ସରକାର ପହଞ୍ଚିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିବ। 20 ଲକ୍ଷରୁ ଅଧିକ ମହିଳା ଚତୁର୍ଥ ପର୍ଯ୍ୟାୟର ଟଙ୍କାରେ ସାମିଲ ହୋଇପାରିବେ। ଯେଉଁ ମହିଳାମାନେ ଓଡ଼ିଶା ବାହାରେ ରହିଛନ୍ତି, ସେମାନେ ଯଦି ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି, ନିହାତି ଭାବେ ଆବେଦନ କରିନିଅନ୍ତୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯାହାକି ଅନୁରୋଧ କରି କହିଛନ୍ତି, ଓଡ଼ିଶା ବାହାରେ ଯେଉଁ ମହିଳାମାନେ ଅଛନ୍ତି ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଚତୁର୍ଥ ପର୍ଯ୍ୟାୟର ଟଙ୍କା ମିଳିବା ପୂର୍ବରୁ ଆପଣମାନେ ନିହାତି ଭାବେ ଆବେଦନ କରିନିଅନ୍ତୁ। ଖୁବ୍ ଶୀଘ୍ର ମିଳିବା ପାଇଁ ଯାଉଛି ଚତୁର୍ଥ ପର୍ଯ୍ୟାୟର ଟଙ୍କା। ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର ଟଙ୍କା ମିଳିବା ପାଇଁ ଯାଉଛି। ତା ପୂର୍ବରୁ ଆପଣମାନେ ନିହାତି ଭାବେ ଯେଉଁମାନେ କରିନାହାନ୍ତି ସୁଭଦ୍ରା ଯୋଜନାରେ ଆବେଦନ, ଯେଉଁ ମହିଳାମାନେ ଓଡ଼ିଶା ବାହାରେ ରହିଛନ୍ତି, ନିହାତି ଭାବେ ଆବେଦନ କରିନିଅନ୍ତୁ। ସୁଭଦ୍ରା ଯୋଜନାକୁ ନେଇ ଯେଉଁ ଅପଡେଟ୍ଟି ଥିଲା ଆପଣମାନଙ୍କୁ ଆମେ ଜଣେଇଛୁ। ଯଦି ଆପଣମାନଙ୍କୁ ଆମର ଏହି ଇନଫର୍ମେସନ୍ଟି ଭଲ ଲାଗିଥିବ, ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।